ମୁଁ ତ ସେ ରୁମ୍ ଭିତରକୁ ମୋ ସାଙ୍ଗକୁ ଖୋଜିବାକୁ ଯାଇଥିଲି, କିନ୍ତୁ ମୋତେ କ'ଣ ଜଣାଥିଲା କି ମୋତେ ତ ମୋ ସାଙ୍ଗ ମିଳିଯିବ, କିନ୍ତୁ ସେ ପୂର୍ବ ପରି ନଥିବ ବୋଲି। କାହିଁକି ନା ଆଜି ତା ସହିତ ଯାହା ଘଟିଛି ଶୁଣିଲେ ଆପଣମାନଙ୍କର ରୁମ ଟାଙ୍କୁରି ଯିବ। ଆପଣ ବିଶ୍ୱାସ ବି କରିପାରିବେନି ଯେ ଭଗବାନ ବନେଇଥିବା ଏହି ମଣିଷ ଏତେ ତଳକୁ ଖସିଯିବ ବୋଲି। ଆପଣମାନଙ୍କୁ ଏ ସତ କାହାଣୀ ଶୁଣାଇବା ପୂର୍ବରୁ ଗୋଟେ କଥା କହିବାକୁ ଚାହୁଁଛି କି ଏ ସମାଜ ଆଉ ଏ ସମାଜ ହେଇକି ନାହିଁ, ଗୋଟେ ଜଙ୍ଗଲ ପାଲଟି ଯାଇଛି। ଆଉ ଏଠି ଯିଏ ଶିକାରୀ ହୋଇପାରିବନି ସେ ଶିକାର ପାଲଟିଯିବ। ଆଉ ମୋ ସାଙ୍ଗ ସହିତ ଠିକ୍ ସେଇଆ ହିଁ ହେଲା। ସେ ଶିକାରୀ ତ ହୋଇପାରିଲାନି, କିନ୍ତୁ ହଁ, ସେ ଶିକାର ପାଲଟିଗଲା। ମୋ ସାଙ୍ଗର ନାଁ ରୂପା ଥିଲା। ସେ ଦେଖିବାକୁ ବହୁତ ସୁନ୍ଦର ଥିଲା। ତାର ସେ ବଡ଼ ବଡ଼ ଆଖି ଦୁଇଟା ଯାକ ମୋତେ ବହୁତ ଭଲ ଲାଗେ। ତାର ସେଇ ଆଖିରେ ବଡ଼ ବଡ଼ ସ୍ୱପ୍ନ, ଆଶା ଆଉ ଆକାଂକ୍ଷା ଥିଲା। ସେ ତା ପରିବାର ପାଇଁ ଆଉ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲା। ଆମେ ମେଡ଼ିକାଲ କଲେଜରେ ସାଙ୍ଗ ହେଇ ପଢ଼ୁଥିଲୁ ଡକ୍ଟର ହେବା ପାଇଁ। ଆଉ ଡକ୍ଟର ହେବା ପାଇଁ ସେ ଦିନ ଆମ ପାଇଁ ଶେଷ ଦିନ ଥିଲା। ଆଉ ତାପରେ ଆମ ଡ୍ୟୁଟି ବି ଆରମ୍ଭ ହୋଇଯାଇଥାନ୍ତା। ଗୋଟେ କଥା ଜାଣିଛନ୍ତି, ବହୁତ ଲୋକ ଡକ୍ଟର ହେବାକୁ ଚାହାନ୍ତି। ୟା ପଛରେ ଦୁଇଟା କାରଣ। ସମସ୍ତେ କୁହନ୍ତି ଡକ୍ଟରଙ୍କୁ ବହୁତ ଟଙ୍କା ମିଳେ। ଯଦି ଦିନରେ ଡ୍ୟୁଟି କରନ୍ତି ତାହେଲେ ସନ୍ଧ୍ୟାରେ ବି କ୍ଲିନିକ୍ କରିକି ବସି ପଡ଼ନ୍ତି। ବହୁତ ଭଲ ରୋଜଗାର ହୁଏ। ହାତରେ ଖାଲି ପଇସା ହିଁ ପଇସା। ଗୋଟିଏ ଦିନରେ 100 ଲୋକଙ୍କୁ ଡକ୍ଟର ଦେଖିଲେ 20,000 କମେଇ ଦିଅନ୍ତି। ତ ଭାବନ୍ତୁ ମାସକୁ ଗୋଟେ ଡକ୍ଟର ମାନେ କେତେ ରୋଜଗାର କରନ୍ତି। ଆଉ କହିବାକୁ ବି ଭଲ ଲାଗେ କି ମୁଁ ଜଣେ ଡକ୍ଟର ବୋଲି। ଆଉ ମୋତେ ସମସ୍ତଙ୍କର ସେବା କରିବାକୁ ଭଲ ଲାଗେ। ଆଉ ଆମ ମା ବାପା ବି ଗର୍ବରେ କୁହନ୍ତି କି ମୋ ଝିଅ ଡକ୍ଟର କି ମୋ ପୁଅ ଡକ୍ଟର। ଆଉ ବାହାଘର ପାଇଁ ବି ଶୁଣିବାକୁ ଭଲ ଲାଗେ କି ମୋ ପୁଅ ଡକ୍ଟର ଅଛି ବା ଝିଅ ଡକ୍ଟର ଅଛି। ଲୋକ ଡକ୍ଟର ନାଁ ଶୁଣିଲେ ସେମାନଙ୍କ ମନରେ ଗୋଟେ ଭଲ ଭାବନା ଆସେ। କିନ୍ତୁ ମୋ ସାଙ୍ଗ ରୂପା ମନରେ ଏସବୁ ଭାବନା ନଥିଲା। ସରକାରୀ ହସ୍ପିଟାଲକୁ ବହୁତ ଗରିବ ଲୋକମାନେ ଆସନ୍ତି, ଯେଉଁମାନେ କି ଠିକ୍ ସେ କଥା ବି ହେଇପାରନ୍ତିନି, କିନ୍ତୁ ପ୍ରଶ୍ନ ବହୁତ କରନ୍ତି। କିନ୍ତୁ ରୂପା ଏମିତି ସେମିତି ନଥିଲା। ସେ ବହୁତ ଭଲ ଥିଲା। ସେ ସମସ୍ତଙ୍କର ବହୁତ ଭଲ କେୟାର ରଖୁଥିଲା। ଲୋକ ନାଇଟ୍ ଡ୍ୟୁଟି ନେବା ପାଇଁ ଡରୁଥିଲେ, କିନ୍ତୁ ସେ ଜାଣିଶୁଣି ନାଇଟ୍ ଡ୍ୟୁଟି ନେଉଥିଲା। କହୁଥିଲା କି ଆମେ ଯଦି ନାଇଟ୍ ଡ୍ୟୁଟି ନ ନେବା ତାହେଲେ ରାତିରେ ରୋଗୀମାନଙ୍କୁ ଟ୍ରିଟମେଣ୍ଟ କିଏ ଦେବ। ଆମେ ଯଦି ନାଇଟ୍ ଡ୍ୟୁଟି କରିବା ପାଇଁ ରାଜି ନ ହେଉ ତାହେଲେ ସେ ଆମ ପାଇଁ ନାଇଟ୍ ଡ୍ୟୁଟି ନେଇ ଆମକୁ ବଞ୍ଚଉଥିଲା। ଆମେ ହସ୍ପିଟାଲରେ ପଢ଼ିବା ସହିତ ଆମକୁ ଟ୍ରେନିଂ ବି ଦିଆଯାଏ। ମେଡ଼ିକାଲ କଲେଜ ସହିତ ହସ୍ପିଟାଲ ମିଶିକି ଥିଲା। ଆମେ ମେଡ଼ିକାଲ କଲେଜରେ ପଢ଼ି ଆମର ସେହି ହସ୍ପିଟାଲରେ ଚାକିରି ବି କରିଥିଲୁ। ମୁଁ ସବୁବେଳେ ରୂପାକୁ କୁହେ କି ଏତେ ଭଲ ହେବା କିଛି ଦରକାର ନାହିଁ, ଯେମିତି କିଏ ତୋର ସରଳତାର ଫାଇଦା ଉଠେଇବ। କିନ୍ତୁ ସେ ମୋତେ କୁହେ କି ମୋତେ ଡକ୍ଟର କରିବା ପାଇଁ ମୋ ବୋଉ ତା ସବୁ ଗହଣା ବିକ୍ରି କରିଦେଇଛି। ମୋ ବାପା ଘର ବି ବନ୍ଧା ରଖିଦେଇଛନ୍ତି। ମୁଁ ଗୋଟେ ଛୋଟ ସହରରୁ ଆସିଥିଲି ଡକ୍ଟର ହେବା ପାଇଁ, ଆଉ ଡକ୍ଟର ବି ହେଇଗଲି। ଆଉ ଯଦି ମୁଁ ରୋଗୀମାନଙ୍କର ସେବା ନ କରେ ତାହେଲେ ଡାକ୍ତରୀ ପାଠ ପଢ଼ି ଡକ୍ଟର ହେବା ଲାଭ କ'ଣ? ପଇସା ତ ଆଉ କେଉଁ କାମ କଲେ ମିଳିଯିବ। ଗୋଟେ ନାରୀ ପାଇଁ ବି ରୋଜଗାର କରିବା କିଛି ମୁସ୍କିଲ କାମ ନୁହେଁ। ଖରାପ କାମ କଲେ ବି ରୋଜଗାର ହେଇଯିବ, କିନ୍ତୁ ଆମକୁ ଠିକ୍ କାମ କରିବା ଦରକାର। ଏଇ ତ ହେଉଛି ଜୀବନ। ମୋତେ ତା କଥା ଭାଷଣ ପରି ଲାଗେନି। ସେ ଯାହା କୁହେ ଠିକ୍ ହିଁ କୁହେ, କିନ୍ତୁ ତାର ଏଇ ଅବସ୍ଥା ମୋତେ ଯେମିତି ଦୋହଲେଇ ଦେଇଛି। ମୋର ମନେ ଅଛି ଏଇ ଅଗଷ୍ଟ ମାସ ତାର ନାଇଟ୍ ଡ୍ୟୁଟି ଅଛି, ଆଉ ମୋର ବି ନାଇଟ୍ ଡ୍ୟୁଟି ଅଛି। ଡକ୍ଟର କହୁଥିଲେ ସବୁବେଳେ ସେହି ଗୋଟିଏ ଡକ୍ଟରଙ୍କର ବାରମ୍ବାର ନାଇଟ୍ ଡ୍ୟୁଟି ଆସୁଛି। କମ୍ ସେ କମ୍ ତାଙ୍କୁ କେହି ସାହାଯ୍ୟ ତ କର। ଆଜି ହସ୍ପିଟାଲରେ ବହୁତ ପେସେଣ୍ଟ ଅଛନ୍ତି। ଆମର ସିଫ୍ଟ ବହୁତ ଲମ୍ବା ହେଇଯାଇଥିଲା, ପୁରା 36 ଘଣ୍ଟା ହୋଇଯାଇଥିଲା। ଯଦି କେଉଁ ଡକ୍ଟରର ନାଇଟ୍ ଡ୍ୟୁଟି ଥାଏ ତା ମାନେ ନୁହେଁ ଯେ ସେ ପୁରା ରାତି ନ ଶୋଇ ଚେଇଁକି ରହିବେ। ନାଇଟ୍ ସିଫ୍ଟ ମାନେ ଡକ୍ଟର ରାତିରେ ହସ୍ପିଟାଲରେ ଅଛନ୍ତି, ଆପଣ ତାଙ୍କଠାରୁ ସାହାଯ୍ୟ ନେଇପାରିବେ। ସେତିକି ଇମର୍ଜେନ୍ସି ହେଲେ ଡକ୍ଟରଙ୍କୁ ଡାକନ୍ତି। ତା ମାନେ ନୁହେଁ ଯେକୌଣସି ପେସେଣ୍ଟର ସାଲାଇନ୍ ସରିଗଲା
ଟ୍ରିପ୍ ଚେଞ୍ଜ କରିବାକୁ ଡକ୍ଟରଙ୍କୁ ଡାକିବା। ଏ କାମ ତ କୌଣସି ଷ୍ଟାଫ୍ ବି କରିପାରିବେ। ଯଦି ରାତିରେ କିଛି ଇମର୍ଜେନ୍ସି କେସ୍ ଆସେ ଡକ୍ଟରଙ୍କୁ ଡକାଯାଏ। ନଚେତ୍ ହସ୍ପିଟାଲରେ ତ ଅଲଗା ରୁମ୍ ଅଛି ଡକ୍ଟରଙ୍କର ନାଇଟ୍ ସିଫ୍ଟ ଡ୍ୟୁଟି ପାଇଁ। ସେ ରୁମ୍ରେ ବେଡ୍ ବି ପଡ଼ିଥାଏ। ଡକ୍ଟର ଚାହିଁଲେ ଶୋଇପାରିବେ। ଯଦି ଇମର୍ଜେନ୍ସି କେସ୍ ଆସେ ଡକ୍ଟରଙ୍କୁ ଡକାଯାଏ। ଏମିତିରେ ସବୁଦିନ ଇମର୍ଜେନ୍ସି କେସ୍ ଆସେନି କି ମଣିଷ ସବୁଦିନ ରାତି ନ ଶୋଇ ଚେଇଁକି ରହିପାରିବନି। ସେଥିପାଇଁ ସବୁ ହସ୍ପିଟାଲରେ ଏହି ସୁବିଧା ଅଛି। ରୂପା ଦେଖିବାକୁ ବହୁତ ସୁନ୍ଦର ଥିଲା ଆଉ ବହୁତ ଭଲ ମଧ୍ୟ ଥିଲା। ସବୁଠୁ ବଡ଼ କଥା ହେଲା ସେ ସମସ୍ତଙ୍କୁ ନିଜର କରିଦିଏ। ରାତି ସାରା ବି ରୋଗୀ ଦେଖୁ ଦେଖୁ ପୁରା ଥକି ଯାଇଥିଲୁ। ମୁଁ କହିଲି, ରୂପା ଚାଲ ଆମେ ଯିବା ଟିକେ ରେଷ୍ଟ କରିବା, ନଚେତ ଆମକୁ ବି ଡକ୍ଟର ଦରକାର ପଡ଼ିବେ। ମୋ କଥା ଶୁଣି ରୂପା ଟିକେ ହସିଦେଲା ଆଉ କହିଲା, ହଁ ମୁଁ ଆସୁଛି। ତା ପୂର୍ବରୁ ଗୋଟେ ରାଉଣ୍ଡ ମାରିକି ଆସୁଛି, ଯଦି କାହାର କିଛି ଦରକାର ଥିବ। ନହେଲେ ପରେ ଆମକୁ ପୁଣି ଆସି ଡାକିବେ ଆଉ ତୋର ନିଦ ବି ଖରାପ ହେବ। ମୁଁ କହିଲି, ହଁ ଠିକ୍ କହିଛୁ ତୁ ଯା। ତାପରେ ମୁଁ ବେଡ୍ ଉପରେ ଟିକେ ଗଡ଼ି ପଡ଼ିଲି। କିଛି ସମୟ ପରେ ରୂପା ବି ଚାଲି ଆସିଲା ଆଉ ପାଖରେ ଗଡ଼ି ପଡ଼ିଲା ଆଉ ଛାତକୁ ଅନେଇ କହିଲା, ତୁ ଜାଣିଛୁ ଏ ଦୁଆରେ କେତେ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ବହୁତ ଘୃଣ୍ୟ କାମ କରନ୍ତି। ମୁଁ କହିଲି, ତୁ ହଠାତ୍ କାହିଁକି ଏମିତି କହୁଛୁ? ତୋତେ କ'ଣ କିଛି ରହସ୍ୟ କଥା ଜଣାଅଛି? କାହିଁକି ନା ବାହାର ଲୋକଙ୍କ ଠାରୁ ଆମ ହସ୍ପିଟାଲ ବିଷୟରେ ବହୁତ ଓଲଟା ସିଧା କଥା ଶୁଣିବାକୁ ମିଳୁଛି। ରୂପା କହିଲା, ଏ କଥା ତ ମୁଁ ଶୁଣିଛି, କିନ୍ତୁ ମୋତେ ଏ ବିଷୟରେ କିଛି ଜଣା ନାହିଁ। ତାପରେ ସେ କହିଲା, ଆମ ଘରେ ମୋ ପାଇଁ ବାହାଘର ଖୋଜିବା ଆରମ୍ଭ କରିସାରିଲେଣି। ମୁଁ କହିଲି, ସତ କଥା କହୁଛୁ? ତୁ ତ ମୋତେ କହିନୁ। ସେ କହିଲା, ଏବେ ତ କହୁଛି, କାହିଁକି ନା ଗୋଟେ ସପ୍ତାହ ହେବ ଘରେ ଏକଥା ଚାଲିଛି। ଘରେ କହୁଛନ୍ତି ତତେ ଏବେ 31 ବର୍ଷ ହୋଇଗଲାଣି ଆଉ ତୁ ଡକ୍ଟର ବି ହୋଇଗଲୁଣୁ, ତତେ ଏବେ ବାହାଘର କରିଦେବା ଉଚିତ। ମୁଁ କହିଲି, ରୂପା ତୋର ଯଦି ବାହାଘର ଖୋଜା ଚାଲିଛି ତାହେଲେ ତୁ ଡକ୍ଟର ମିଶ୍ରଙ୍କୁ ବାହା ହେଇଯାଉନୁ। ତତେ ସେ ବହୁତ ପସନ୍ଦ କରନ୍ତି। 2 ଜଣ ଯାକ ଡକ୍ଟର ହେଲେ ଦୁହେଁ ଦୁହିଁଙ୍କୁ ଭଲସେ ବୁଝିପାରିବ। ରୂପା କହିଲା, ନାହିଁ ସେମିତି କିଛି ନାହିଁ ଯେ ଜଣଙ୍କର ପ୍ରଫେସନ୍ ଏକା ହେଲେ ଦୁହେଁ ଦୁହିଁଙ୍କୁ ବୁଝିପାରିବେ। 2 ଜଣଙ୍କର ଯଦି ପରସ୍ପର ପ୍ରତି ବୁଝାବଣା ଆଉ ବିଶ୍ୱାସ ଯଦି ଠିକ୍ ରୁହେ ତାହେଲେ ଦାମ୍ପତ୍ୟ ଜୀବନ ଖୁସିରେ ଚାଲେ। ମୁଁ କହିଲି, ତୁ ଯାହା କହୁଛୁ ଠିକ୍ ଯେ, ହେଲେ ଡକ୍ଟର ମିଶ୍ର ବହୁତ ଭଲ। ମୋ କଥା ଶୁଣି ରୂପା କିଛି କହିଲାନି, ଚୁପ୍ ରହିଲା। ଡକ୍ଟର ମିଶ୍ର ଆମର ପୁରା ହସ୍ପିଟାଲରେ ଯେତେ ବି ଜେଣ୍ଟସ୍ ଡକ୍ଟର ସମସ୍ତଙ୍କ ଠାରୁ ସୁନ୍ଦର ଆଉ ହ୍ୟାଣ୍ଡସମ୍। ତାଙ୍କୁ ଯେଉଁ ଝିଅ ଦେଖିବ ଆଖି ଫେରାଇ ପାରିବନି। ଏମିତି କଥାବାର୍ତ୍ତା ହଉ ହଉ ମୋତେ ନିଦ ଲାଗିଯାଇଛି ଆଉ 2 ଘଣ୍ଟା ପରେ ଯେତେବେଳେ ମୋ ଆଖି ଖୋଲିଲା ରୂପା ମୋ ପାଖରେ ନଥିଲା। ମୁଁ ଭାବିଲି ବୋଧେ କିଛି ଇମର୍ଜେନ୍ସି ଅଛି, ସେଥିପାଇଁ ସେ ଚାଲିଯାଇଛି। ତାପରେ ମୁଁ ରୁମ୍ ବାହାରକୁ ଆସିଲି ଆଉ ଚାରିଆଡ଼କୁ ଚାହିଁଲି। ମୋତେ କେଉଁଠି ବି ରୂପା ଦେଖାଗଲାନି। ମୁଁ ଭାବିଲି ବୋଧେ ଆଉ କେଉଁ ପଟକୁ ଚାଲିଯାଇଛି, କାହିଁକି ନା ହସ୍ପିଟାଲ ବହୁତ ବଡ଼ ଥିଲା। ବୋଧହୁଏ କିଛି ଜିନିଷ ସରିଯାଇଛି, ଆଣିବା ପାଇଁ ଯାଇଥିବ, ନଚେତ୍ କେଉଁ ଇମର୍ଜେନ୍ସି ପେସେଣ୍ଟ ଆସିଥିବ। ପ୍ରାୟ ସକାଳ ହୋଇ ଆସୁଥାଏ। ମୁଁ ଦେଖିଲି ପାଖ ରୁମ୍ର କବାଟ ଖୋଲା ଅଛି। ଏହି ରୁମ୍ ବି ଆମ ଡକ୍ଟରମାନଙ୍କ ରେଷ୍ଟ ପାଇଁ ହିଁ ଅଛି। ମୁଁ ଭାବିଲି, ଏହି ରୁମ୍ କବାଟ କାହିଁକି ଖୋଲା ଅଛି? ମୁଁ ଯାଉଛି ବନ୍ଦ କରିଦେବି, କାହିଁକି ନା ଏହି ରୁମ୍ରୁ ବାହାରକୁ ଯିବାର ରାସ୍ତା କନେକ୍ସନ୍। ଏମିତିରେ ବି ଏହି ରୁମ୍ରେ କିଛି ଲୁହା ଜିନିଷ ବି ଅଛି। ଏମିତି ନ ହେଉ ବାହାର ପଟୁ ଆସିକି କିଛି ଲୁହା ଜିନିଷ ଉଠେଇକି ନେଇକି ଯାଉ। ଏମିତିରେ ବି ଏପଟ ପୁରା ଏରିଆରେ CCTV କ୍ୟାମେରା ଗୋଟେ ମାସ ହେବ ଖରାପ ହେଇଯାଇଛି। ତାପରେ ମୁଁ ଯାଇ ଯେତେବେଳେ ସେ ରୁମ୍ର କବାଟ ବନ୍ଦ କଲି, ସାମ୍ନାର ଦୃଶ୍ୟ ଦେଖି ମୋ ହାତ ପାଦ କମ୍ପିଲା ଆଉ ମୁଁ ମୋ ଦେହରେ ଯେତେ ବଳ ଥିଲା ଜୋରସେ ଚିଲେଇବାକୁ ଲାଗିଲି। ମୋ ଚିଲେଇବା ଶବ୍ଦ ଶୁଣି ପାଖାପାଖି ଯେତେ ଷ୍ଟାଫ୍ ଥିଲେ ସମସ୍ତେ ମୋ ପାଖକୁ ଦୌଡ଼ି ଆସିଲେ ଆଉ ସେମାନେ ବି ସାମ୍ନାର ଦୃଶ୍ୟ ଦେଖି ନିଜକୁ ସମ୍ଭାଳି ପାରିଲେନି ଆଉ ମୋତେ ସେଠୁ ନେଇଗଲେ। ମୁଁ ସେମାନଙ୍କ ହାତ ଛାଡ଼ି ରୂପା ପାଖକୁ ଦୌଡ଼ି ଆସିଲି ଆଉ ପାଗଳି ପରି ଚିତ୍କାର କରି କହିଲି, ରୂପା ଉଠ, ରୂପା, ରୂପା ଉଠ। ମୁଁ ଜାଣିନି ସେ ମରିଛି କି ବଞ୍ଚିଛି, କିନ୍ତୁ ମୁଁ ତ ତାର ସେ ଅବସ୍ଥା ଦେଖି ଯେମିତି ପାଗଳି ହୋଇଯାଇଥିଲି। ମୁଁ ଜଣେ ଡକ୍ଟର, ମୋ ସାଙ୍ଗ ରୂପାର କ'ଣ ହେଇଛି ଏମାନେ ମୋତେ ଦେଖିବାକୁ ବି ଦେଲେନି। ମୋତେ ସେଠୁ ବହୁତ ଦୂରକୁ ନେଇଗଲେ
ଆଉ ମୁଁ ଯେତେ ବି ଚେଷ୍ଟା କଲି ରୂପା ପାଖକୁ ଯାଇ ପଚାରିଲି। ସେହି ସମୟରେ ମୋ ମୁଣ୍ଡ ବୁଲେଇ ଦେଲା ଆଉ ମୋତେ ଚାରିଆଡ଼େ ଅନ୍ଧାର ଦେଖାଗଲା। ମୁଁ ସାଙ୍ଗେ ସାଙ୍ଗେ ବେହୋସ ହେଇ ତଳେ ପଡ଼ିଗଲି। ଆଉ ଯେତେବେଳେ ମୋର ହୋସ୍ ଆସିଲା ହସ୍ପିଟାଲ ଚାରିଆଡ଼େ ଦେଖିଲି, କିନ୍ତୁ ରୂପା ମୋତେ କେଉଁଠି ବି କେଉଁ ପେସେଣ୍ଟକୁ ଇଞ୍ଜେକ୍ସନ୍ ଦେଉଥିବାର ଦେଖାଯାଉନଥିଲା କି କାହା ଘାରେ ମଲମ ଲଗେଇବାର ଦେଖାଯାଉନଥିଲା। କାହିଁକି ନା ରୂପା ଆଉ ଏ ଦୁନିଆରେ ନଥିଲା। ମୁଁ ଦେଖେ ତ ରୂପା ସେଇ ରୁମ୍ରେ ସେମିତି ପଡ଼ିଛି, ଆଉ ତା ଶରୀରରେ କପଡ଼ା ନାହିଁ, ଆଉ ତାର ପୁରା ଦେହ ରକ୍ତରେ ଭିଜି ଯାଇଛି। ମୋତେ ସେଠି ଡକ୍ଟରମାନେ ତା ପାଖକୁ ଯିବାକୁ ଦେଲେନି, ଆଉ ମୋତେ କୁହାଗଲା କି ତୁ ଏ କଥାଠାରୁ ଦୂରେଇକି ରହ, ନଚେତ୍ ତତେ ଚାକିରିରୁ ବାହାର କରିଦିଆଯିବ। ସେମାନେ କହିଲେ ଆମକୁ ଲାଗୁଛି ଡକ୍ଟର ରୂପା ଆତ୍ମହତ୍ୟା କରିଛି, ମାନେ ସେ ନିଜକୁ ନିଜେ ଶେଷ କରିଦେଇଛି ବୋଲି। କିନ୍ତୁ ଏ କେମିତି ସମ୍ଭବ ହୋଇପାରିବ? ସେ ବହୁତ ଷ୍ଟ୍ରଙ୍ଗ, ସେ ତା ଜୀବନକୁ ବହୁତ ଏନ୍ଜୟ କରିକି ବଞ୍ଚେ ନା, ସେ କେବେ ହେଲେ ଏମିତି କରିପାରିବନି। ସେ କାଲି ରାତିରେ ମୋତେ କହୁଥିଲା କି ମୋର ବାହାଘର ହେବ, ସେଥିପାଇଁ ବି ସେ ବହୁତ ଖୁସି ଜଣାପଡ଼ୁଥିଲା। ତାହେଲେ ସେ କାହିଁକି ଏମିତି କରିବ? ଯଦି ସେ ଆତ୍ମହତ୍ୟା କରିଛି ତାହେଲେ ତା ଶରୀରର ଏମିତି ଅବସ୍ଥା କେମିତି ହେଲା? କିନ୍ତୁ କିଛି ସମୟ ପରେ ଗୋଟେ ଖବର ପୁରା ହସ୍ପିଟାଲରେ ଖେଳିଗଲା, ଆଉ ଆସି ମୋ କାନରେ ମଧ୍ୟ ପଡ଼ିଲା କି ଡକ୍ଟର ରୂପା ସହିତ ବହୁତ ଖରାପ କାମ ହେଇଛି। ସେ ଖରାପ କାମ କେହି ଜଣେ କରିନି, 8ରୁ 10 ଜଣ କରିଛନ୍ତି। ଡକ୍ଟର ରୂପା ତ ଆଉ ଏ ଦୁନିଆରେ ନାହିଁ, କିନ୍ତୁ ମୋ ସହିତ କ'ଣ ବିତୁଥିଲା ସେଇଟା କେବଳ ମୁଁ ହିଁ ଜାଣେ। ମୋତେ ଲାଗୁଥିଲା ଯେମିତି ଏସବୁ ଘଟଣା ଡକ୍ଟର ରୂପା ସହିତ ନୁହେଁ, ମୋ ସହିତ ଘଟିଛି ବୋଲି। ମୋତେ ହସ୍ପିଟାଲର କିଛି ଲୋକ ପାଖକୁ ଡାକିଲେ ଆଉ କହିଲେ କି ତମେ ତମ ମୁହଁକୁ ବନ୍ଦ ରଖିବ, ଯେମିତି ତମେ କିଛି ଦେଖିନ କି ଡକ୍ଟର ରୂପା ବିଷୟରେ କିଛି ଜାଣିନ। ଯଦି ତମେ କାହାକୁ ବି କିଛି କୁହ ତାହେଲେ ହସ୍ପିଟାଲ ବଦନାମ ହେଇଯିବ। ନା ନା, ଏଠିକି କେହି ପଢ଼ିବାକୁ ଆସିବେ ନା କେହି ଏଠିକି ଡକ୍ଟର ହେବାକୁ ଆସିବେ। ଆଉ ଯଦି ଏକଥା ନ ମାନିଛ, କାହାକୁ କିଛି କୁହ, ତାହେଲେ ତମକୁ ଆମେ ଚାକିରିରୁ ବାହାର କରିଦେବୁ, ଆଉ ତମ ନାଁରେ ପୋଲିସ ଷ୍ଟେସନରେ କମ୍ପ୍ଲେନ୍ କରାଯିବ କି ତମେ ଜଣେ ଭଲ ଡକ୍ଟର ନୁହଁ ବୋଲି, ତମ ହାତରେ ବହୁତ ପେସେଣ୍ଟ ମରୁଛନ୍ତି ବୋଲି। ତାପରେ ତମକୁ ଆଉ କେଉଁ ହସ୍ପିଟାଲରେ ବି କାମ କି ଚାକିରି ମିଳିବନି। ମୁଁ ବି ଡକ୍ଟର ରୂପା ପରି ଗରିବ ଘରର ଥିଲି। ମୋ ବାପା ମା' ବି ତାଙ୍କ ଜିନିଷପତ୍ର ବିକି ମୋତେ ଡକ୍ଟର କରିଥିଲେ, ସେଥିପାଇଁ ମୁଁ ଚୁପ୍ ରହିଲି। କିନ୍ତୁ ଭିତରେ ଭିତରେ ଯେମିତି ମୋ ହୃଦୟ ଫାଟି ଯାଉଥିଲା। ମୁଁ ସେଇଠି ଠିଆ ହେଇଛି, ମୋରି ସାମ୍ନାରେ ରୂପାର ବାପା ମାଆଙ୍କୁ ଫୋନ୍ କରାଗଲା ଆଉ କୁହାଗଲା କି ତମ ଝିଅ ବହୁତ ନିଶାରେ ଥିଲା, ଆଉ ନିଶାରେ ହିଁ ସେ ଆତ୍ମହତ୍ୟା କରିଛି ବୋଲି। ସେପଟୁ ରୂପାର ବାପା ଯାହା କହିଲେ ସେ କଥା ଶୁଣି ମୋ ଆଖିରେ ଲୁହ ଆସିଗଲା। କାହିଁକି ନା ରୂପାର ବାପା କହିଲେ, ସାର୍ ଆପଣ ମୋ ରୂପା କଥା କହୁଛନ୍ତି? ଏତେ ସ୍ନେହରେ ସେ ମଉସା ମୋ ରୂପା ବୋଲି କହିଲେ। ସେ କଥା ଶୁଣି ମୋ ଆଖିରେ ଲୁହ ଆସିଗଲା। ସାର୍ କହିଲେ, ହଁ ମୁଁ ଆପଣଙ୍କ ଝିଅ କଥା କହୁଛି। ସେ ଆତ୍ମହତ୍ୟା କରିଛି। ଲାଗୁଛି ବୋଧେ ସେ କେଉଁ ପୁଅକୁ ଭଲ ପାଉଥିଲା, ଆଉ ସେ ତାରି ପାଇଁ ଏମିତି ସବୁ କରିଛି। ଆପଣ ଏଠାକୁ ଆସନ୍ତୁ ଆଉ ତା ବଡ଼ିକୁ ଏଠୁ ନେଇଯାଆନ୍ତୁ, ଶୀଘ୍ର ଆସନ୍ତୁ। ଆମେ ଆପଣଙ୍କ ଝିଅର ବଡ଼ିକୁ ଆପଣଙ୍କୁ ଦେଇଦେବୁ। ଅଧିକ ସମୟ ହେଲେ ପୁଣି ପୋଲିସ କେସ୍ ହେଇଯିବ। ମୁଁ ତ ଭାବିପାରୁନି ରୂପା ବାବା ମାଙ୍କର ଅବସ୍ଥା ଏବେ କେମିତି ଥିବ। ସେ ଘରୁ କେମିତି କେଉଁ ପରିସ୍ଥିତିରେ ଏଠିକି ଆସୁଥିବେ। ସେମାନଙ୍କ ଉପରେ ଏବେ କ'ଣ ବିତୁଥିବ। ସେମାନେ ତାଙ୍କ ଝିଅର ମରିବା ଖବର କେବେ ବି ବିଶ୍ୱାସ କରିପାରୁନଥିବେ। ମୋତେ ତ ଲାଗୁଛି ସେମାନେ ଏବେ ବି ତାଙ୍କ ଝିଅ ଫୋନ୍କୁ ଫୋନ୍ କରୁଥିବେ, ଆଉ ତାଙ୍କ ଝିଅ ନମ୍ବର ସୁଇଚ୍ ଅଫ୍ କହୁଥିବ। କିଛି ସମୟ ପରେ ସେମାନେ ହସ୍ପିଟାଲରେ ଆସି ପହଞ୍ଚିଲେ, କିନ୍ତୁ ସେମାନଙ୍କୁ ବଡ଼ି ଦେବାକୁ ହସ୍ପିଟାଲ ବାଲା ମନା କରିଦେଲେ। ରୂପାର ବାପା ମାଆଙ୍କୁ ବୟସ ହେଇଯାଇଥିଲା। ସେମାନଙ୍କ ଅବସ୍ଥା ତାଙ୍କ ଝିଅ ମରିବା କଥା ଶୁଣି ଏତେ ଖରାପ ହେଇଯାଇଥିଲା ଯେ ଶତ୍ରୁ ବି ଦେଖିଲେ ସହିପାରିବନି। ବାପା ମା' 2 ଜଣ ଯାକ ହସ୍ପିଟାଲ ବାହାରେ ମୁଣ୍ଡ ବାଡ଼େଇ କାନ୍ଦୁଥାନ୍ତି। ରୂପା ତା ବାପା ମାଆଙ୍କର ଗୋଟିଏ ବୋଲି ଝିଅ, ଆଉ 2 ଭାଇ। ସେଥିପାଇଁ ରୂପା ବହୁତ ଗେଲ ବସରରେ ବଡ଼ ହେଇଛି। କିନ୍ତୁ କିଛି ଲୋକ ଏସବୁ ଦେଖି ଯେମିତି ନ ଦେଖିଲା ପରି ହେଉଥିଲେ। ମୋତେ ରୂପାର ମା' ବାପା ବହୁତ ଭଲ ଭାବେ ଚିହ୍ନିଛନ୍ତି। ମୋତେ ଦେଖି ରୂପା ବିଷୟରେ ସବୁ କଥା ପଚାରିଲେ। ମୁଁ ବି ସବୁ ସତ କଥା କହିଦେଲି, ଆଉ ଏକଥା କହିଦେଲି ମୋତେ ଧମକ ଦିଆଯାଇଛି ଚୁପ୍ ରହିବାକୁ, ନହେଲେ ସେମାନେ ମୋତେ ଚାକିରିରୁ ବାହାର କରିଦେବେ।
ଆଉ ଏମିତି ବାହାର କରିବେ ଯେମିତି ଆଉ କେଉଁଠି ବି ମୁଁ ମୋ ଜୀବନ ସାରା ଚାକିରି କରିପାରିବିନି। ରୂପାର ବାପା ମା କହିଲେ ଆମେ ପୋଲିସ ଷ୍ଟେସନରେ FIR ଦେବୁ, କିନ୍ତୁ ତୋ ନାଁ କହିବୁନୁ। ପୁରା 3 ଘଣ୍ଟା ଅପେକ୍ଷା କରିବା ପରେ ରୂପାର ଡେଡ୍ ବଡି ତା ବାପା ମାଙ୍କୁ ଦିଆଗଲା। ପୋଷ୍ଟମର୍ଟମ ବି ହୋଇଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ କିଛି ଏମିତି କଥା ଲେଖା ହୋଇଥିଲା, ଶୁଣିଲେ ଆଖିରୁ ଲୁହ ରହିବନି। ତାପରେ ମୁଁ ମୋ ଘରକୁ ଚାଲି ଆସିଲି। ମୋତେ ବି ବହୁତ ମୁସ୍କିଲରେ ଛାଡ଼ିଲେ। ଆଉ ବାରମ୍ବାର ମୋତେ କୁହାଯାଉଥିଲା କି କାହାକୁ କିଛି ନ କହିବା ପାଇଁ। ଆଉ ମୋ ଠାରୁ ହସ୍ପିଟାଲରେ ଯେଉଁ ଫାଇନାଲ ରିପୋର୍ଟ ଲେଖିଥିଲେ ସେଥିରେ ଲେଖାଯାଇଥିଲା କି ମୋତେ ଏ ବିଷୟରେ କିଛି ଜଣା ନାହିଁ ବୋଲି। କିନ୍ତୁ ରୂପା ଶୋଇବା ପୂର୍ବରୁ ମୋତେ କହୁଥିଲା କି ମୁଁ ଆତ୍ମହତ୍ୟା କରିବି ବୋଲି। ମୁଁ ତାକୁ ପଚାରିଲି, ତୁ ଏମିତି କାହିଁକି କହୁଛୁ? କିନ୍ତୁ ସେ କିଛି କହିଲାନି। ଆଉ ଯେତେବେଳେ ମୁଁ ସକାଳେ ଶୋଇକି ଉଠିଲି ସେତେବେଳକୁ ସେ ଆତ୍ମହତ୍ୟା କରିଦେଲା। ଆଉ ମୁଁ ତାକୁ ଏମିତି ଅବସ୍ଥାରେ ଦେଖିଲି। ଏମିତି କଥା ମୋ ଦ୍ୱାରା ସେମାନେ ଲେଖେଇ ନେଇଥିଲେ। ମୁଁ ବି ମୋ ବାପା ମାଙ୍କର ଗୋଟିଏ ବୋଲି ଝିଅ। ମୋ ଉପରେ ଯେମିତି 2ଟା ବୋଝ ଥିଲା। ପ୍ରଥମେ ତ ମୁଁ ମୋ ସାଙ୍ଗକୁ ସବୁଦିନ ପାଇଁ ହରେଇ ଦେଲି। ଦ୍ୱିତୀୟରେ ମୁଁ ତା ପାଇଁ କିଛି ବି କରିପାରିଲିନି। ଆଉ ମୋ ବୟାନ ବି ବଦଳାଇବାକୁ ପଡ଼ିଲା। କିନ୍ତୁ ସନ୍ଧ୍ୟାରେ ମୁଁ ଦେଖିଲି କି ରୂପା ପାଇଁ ପୁରା ସହର ଉଠି ଆସିଥିଲା। ଆଉ ସବୁ କଥା ବାହାରକୁ ଚାଲି ଆସିଥିଲା। ଏମିତିକି ଫଟୋ ଆଉ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିଲା। ରୂପା ତ ଆଉ ଏ ଦୁନିଆରେ ନାହିଁ। କିନ୍ତୁ ତାକୁ ନ୍ୟାୟ ଦେବା ପାଇଁ ସବୁ ଲୋକ ସଡ଼କ ଉପରକୁ ଉଠି ଆସିଥିଲେ। କୁହାଯାଉଥିଲା କି ରାତିରେ ରୂପା ପାଖକୁ କିଛି ଲୋକ ଚାଲି ଆସିଲେ ଆଉ ତା ସହିତ କିଛି ଭୁଲ ବୁଝାମଣା ହୋଇଥିଲା। କିନ୍ତୁ କାହିଁକି କେଜାଣି ଏକଥା ମୋ ମନ ଗ୍ରହଣ କରୁନଥିଲା। କାହିଁକି ନା ରୂପାକୁ ଦେଖିଲେ ଲାଗୁଥିଲା ଯେମିତି ତାର କେହି ଶତ୍ରୁ ତାଠାରୁ ପ୍ରତିଶୋଧ ନେଇଛି। କିନ୍ତୁ ମୁଁ ଜାଣିବାରେ ତାର ତ ସେମିତି କେହି ଶତ୍ରୁ ହସ୍ପିଟାଲରେ ନଥିଲେ। ତାହେଲେ ଏସବୁ କ'ଣ? ରୂପା ପାଇଁ ପୁରା ସହର ଜଳୁଥିଲା। ତାପରେ ସାମ୍ନାକୁ ସବୁ ଏମିତି ରିପୋର୍ଟ ଆସୁଥିଲା, ଯାହାକୁ ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଆମର ହସ୍ପିଟାଲ ପ୍ରିନ୍ସିପାଲ କହୁଥିଲେ କି ରୂପା ଆତ୍ମହତ୍ୟା କରିଛି ବୋଲି। ବୋଧହୁଏ ତା ଜୀବନରେ କିଛି ଚାଲିଥିଲା, ସେଥିପାଇଁ ସେ ଆତ୍ମହତ୍ୟା କରିଛି। କିନ୍ତୁ ତାର ଗୋଟେ ମସ୍ତ ବଡ଼ ଭୁଲ ହେଲା, ସେ ଆମ ହସ୍ପିଟାଲରେ ଆତ୍ମହତ୍ୟା କରି ଆମକୁ ଫସେଇ ଦେଲା। ପ୍ରିନ୍ସିପାଲକୁ ଆମ ହସ୍ପିଟାଲ ଇଜ୍ଜତ ବିଷୟରେ ଚିନ୍ତା ହେଉଥିଲା, କିନ୍ତୁ ରୂପା ବିଷୟରେ ନୁହେଁ। ସେ କହୁଥିଲେ କି ସେ ଆତ୍ମହତ୍ୟା ତା ନିଜ ଇଚ୍ଛାରେ କରିଛି। ସେଇଟା ତା ବ୍ୟକ୍ତିଗତ କଥା। ସେଥିରେ ଆମ ହସ୍ପିଟାଲକୁ କେହି ବଦନାମ କରନି। କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରେ ସଫା ସଫା ଲେଖା ହେଇଥିଲା ଏ କେସ୍ ଆତ୍ମହତ୍ୟା ନୁହେଁ ବୋଲି। ଲୋକ ଏ ଘଟଣାରେ ଏତେ ମାତ୍ରାରେ ରାଗି ଯାଇଥିଲେ ଯେ କହୁଥିଲେ କି ଏ କେସ୍ ଯଦି ପୋଲିସ ଘଟଣା କି ହସ୍ପିଟାଲ ଘଟଣା ନ ହେଇଥାନ୍ତା ତାହେଲେ ଦୋଷୀକୁ ଏମିତି ଦଣ୍ଡ ଦେଇଥାନ୍ତା ଯେ ଜୀବନ ସାରା କେହି ବି ଗୋଟେ ନାରୀକୁ ଖରାପ ଦୃଷ୍ଟିରେ ଚାହିଁବେନି। କିଛି ଦିନ ପରେ ଜଣାପଡ଼ିଲା କି ହସ୍ପିଟାଲରେ କିଛି 2 ନମ୍ବରୀ କାମ ଚାଲୁଥିଲା ଆଉ ସେଥିରେ ପ୍ରିନ୍ସିପାଲ ବି ସାମିଲ ଥିଲେ। ଏକଥା ରୂପା ଜାଣି ଯାଇଥିଲା ଆଉ ତାକୁ ଚୁପ୍ କରାଇବାକୁ ଏସବୁ କାମ ତା ସହିତ କରାଯାଉଥିଲା, ଯେମିତି ଆଉ କେହି ବି ସେମାନଙ୍କ ବିରୁଦ୍ଧରେ ସ୍ୱର ନ ଉଠେଇବେ। ସେଥିପାଇଁ ତାକୁ ଏତେ କଷ୍ଟଦାୟକ ମରଣ ଦିଆଯାଇଥିଲା ଯେ ଯିଏ ବି ତାକୁ ଦେଖିବ ହସ୍ପିଟାଲ ବିଷୟରେ କିଛି କହିବା ତ ଦୂରର କଥା, କିଛି ଭାବି ବି ପାରିବନି। କାହିଁକି ନା ତା ମନରେ ଏ ଡର ପଶିଯିବ ଯେ ଏମାନଙ୍କ ବିରୁଦ୍ଧରେ ଯିଏ ବି କିଛି କହିବ ତାର ଏମିତି ହାଲତ ହେବ। ଏକଥାକୁ 10-15 ଦିନ ହୋଇଗଲାଣି। ଏବେ ବି ଆମ ରୂପା ପାଇଁ ନ୍ୟାୟ ମାଗୁଛୁ। ଜଣା ନାହିଁ କେତେଜଣ ଆମ ସହ ସାମିଲ ହେଇଛନ୍ତି। ମୁଁ ତ ଭାବୁଥିଲି କି ମଣିଷ ପାଖରେ ଆଉ ମଣିଷ ପଣିଆ ନାହିଁ ବୋଲି, କିନ୍ତୁ ନା, କେବଳ ଆମ ଦେଶ ନୁହେଁ, ଆମର ପଡ଼ୋଶୀ ଦେଶ ଲୋକମାନେ ମଧ୍ୟ ରୂପା ପାଇଁ ନ୍ୟାୟ ମାଗୁଛନ୍ତି। ମୋ ହୃଦୟରେ ବି ଏଇ ଗୋଟେ ବୋଝ। ସେଥିପାଇଁ ଏ କଥାକୁ ମୁଁ କାହାଣୀ ମାଧ୍ୟମରେ ଆପଣମାନଙ୍କ ପାଖରେ ପହଞ୍ଚଉଛି, ଯେମିତି ସବୁ ଲୋକଙ୍କୁ ସତ ଘଟଣାଟା ଜଣାପଡ଼ିବ ଆଉ ରୂପାକୁ ନ୍ୟାୟ ଦେବାକୁ ସମସ୍ତେ ଚେଷ୍ଟା କରିବେ। ରୂପା ଗୋଟେ ଛୋଟ ଗରିବ ପରିବାରରେ ଜନ୍ମ ହୋଇଥିଲା, ଯେଉଁଠୁ ଗୋଟେ ଝିଅ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରି ଡକ୍ଟର ହେଇଥିଲା, ଯେଉଁଟା ଆଦୌ ବି ସାମାନ୍ୟ କଥା ନୁହେଁ। ସେଥିପାଇଁ ତାକୁ ବହୁତ କଷ୍ଟ କରିବାକୁ ପଡ଼ିଛି। ଡକ୍ଟର ହେବା ବହୁତ ବଡ଼ କଥା। କିଛି ଡକ୍ଟର ଆଦୌ ଭଲ ନୁହେଁ, ପେସେଣ୍ଟ ସହିତ ଠିକ୍ ବ୍ୟବହାର କରନ୍ତିନି କି ପେସେଣ୍ଟ ସହିତ ଆସିଥିବା ଲୋକ ସହିତ ବି ଠିକ୍ ବ୍ୟବହାର କରିନଥାନ୍ତି। ଥରେ ହେଲେ ଭାବନ୍ତିନି କି ସେ ପେସେଣ୍ଟର ନିଜର, ସେଥିପାଇଁ ସେ ଆସିଛି।
पेसेंट को जेतिकी कष्ट हुए ताठारु अधिक कष्ट ता पाखरे थिबा निज लोकंकु हुए बोली किंतु किछि डॉक्टर सेमानंकु गुड़ाए कथा सुनाई दियंती। एमिति आम मानक सहित कोउठी ना कोउठी निश्चय घटिछि किंतु रूपा सेमानंक ठारु पूरा अलगा। से बहुत भल, से केवल डॉक्टर नथिला, से सबु मनीष मानकु बहुत भल पाउथिला। जड़े पेसेंट ताकु जदि 10 थर भी कौनसी कथा पचारे तथापि से रागेनी। तार स्वभाव एते भल थिला। आमे माने गोटे भल डॉक्टर नुहे, भल मनीष को हरई देले। बोधुए भल मनीष मानकु भगवान शीघ्र तांको पाखकु नहीं जाती किंतु से आमको जणई देई गला जे दुनिया रे केते केते खराब लोक अछंती बोली आउ एठी कौनसी नारी सुरक्षित नहीं बोली। आपण माने कहंतु आउ केते दिन लागिबो रूपा को न्याय देबा पई? ना आउ किछि दिन परे ए सब थमी जिवो? कोन सतरे रूपा को न्याय मिलिबो? आपणक मतामत कमेंट बॉक्स रे निश्चय देबे। तो श्रोता बंधु मैंने आशा करुछि आज यही कहानीटी आपण मानक निश्चिंत पसंद आसथिबो। आउ पसंद आसीतिले भिडियोटी को लाइक शेयर आउ मो गपपड़ी चैनल को सब्सक्राइब करने को बिल्कुल भी भूलंतु नहीं। तेबे आज पई रहुछि बाय। पुणी देखाबो आउ एक सुंदर कहानी सहित आउ एक नुआ भिडियो रे। धन्यवाद।